କେମିତି ତାର ବିକାଶ ଆସିଛି ଏବଂ ଧୀରେ ଧୀରେ ତାର ଅର୍ଥ କଥା କହୁଛନ୍ତି ଆଚାର୍ଯ୍ୟ ଦଣ୍ଡୀ ବାମନ ହୁଅନ୍ତୁ ତାଙ୍କ ମାଧ୍ୟମ ଦେଇ କହୁଛନ୍ତି ଏବଂ ନୀତିର ସ୍ୱରୂପ କଥା କହିଲା ବେଳକୁ ଯୋଉ ଗୌରୀ ପାଞ୍ଚାଳି ଲାଠି ଯୋଉ ନୀତି ଅଛି ତା ସେ କଥା ବୁଝଉଛନ୍ତି ଏବଂ ଅଳଙ୍କାର ସହିତ ମଧ୍ୟ ତାର କଣ ସମ୍ପର୍କ ରହୁଛି ସେ କଥା ମଧ୍ୟ ସାର୍ ହଉଛି ବୁଝେଇ ରହୁଛି। ଆଉ ଗୋଟେ ବଡ ପ୍ରଶ୍ନ ହଉଛି ଏହି ବହିରେ ଆମେ ପ୍ରାୟତଃ ଅନେକ ବିଷୟରେ ଆମେ ଜାଣିବାକୁ ପାଉ। ଆଉ ଯୋଉ ପ୍ରଶ୍ନ ଅଛି ଅଳଙ୍କାରବାଦ ସମସ୍ତେ ଅଳଙ୍କାର କଥା ଜାଣିଛନ୍ତି ବା ଆମେ ବିଦ୍ୟାଳୟ ସ୍ତରରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଆସିଲା ବେଳେ ସବୁ ଅଳଙ୍କାରକୁ ଆମେ ପାଉନାହିଁ ଆମ ଦୃଷ୍ଟିରେ ବା ଆମକୁ ବୁଝେଇ ଦିଆଯାଇଥିବା କିଛି ଅଳଙ୍କାର ସମ୍ପର୍କରେ ଆମର ଧାରଣା ନାହିଁ। କିନ୍ତୁ ଏଇ ବହିଟି ଏଇ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମୁଁ କହିବି ଯେ ଏଇ ବହିରେ ପର୍ଯ୍ୟାପ୍ତ ପରିମାଣରେ ବା ବହୁ ଅଳଙ୍କାର ସମ୍ପର୍କରେ ପାଠକମାନେ ସୂଚନା ପାଇପାରିବେ ଏବଂ ନୂଆ ଧାରଣା ମଧ୍ୟ ଛାତ୍ର ଭିତରେ ତିଆରି ହେଇପାରିବେ ଏମିତି ମଧ୍ୟ ଅଳଙ୍କାର ଅଛି। କାହିଁକି ନା ଯୋଉ ପାଠକଟି ପଢୁଛି ତାର ସେ ସମ୍ପୂର୍ଣ୍ଣ ଅଶୂନ୍ୟ ଅବସ୍ଥାରେ ଅଛି ଯେତେବେଳେ ବିଭିନ୍ନ ଅଳଙ୍କାର ସମ୍ପର୍କରେ ପରିଚୟ ପାଉଛି ଗୋଟେ ଅଳଙ୍କାର ସ୍ୱତନ୍ତ୍ର ଗୋଟେ ଚାପ୍ଟର ବା ପରିଚ୍ଛେଦ ଅଛି ଦେଖାଉଛନ୍ତି ଅଳଙ୍କାର ଆସୁଛି ଏବଂ ଦଣ୍ଡିଙ୍କ କଥା କହୁଛନ୍ତି ଦଣ୍ଡିଙ୍କ ବେଳେ 35ଟି ଅଳଙ୍କାର କଥା କହୁଛନ୍ତି ବାମନ 31ଟି ଅଳଙ୍କାର କଥା ସୂଚନା ଦଉଛନ୍ତି ରୁଦ୍ରକ 25ଟି ଅଳଙ୍କାର କଥା କହୁଛନ୍ତି ବା ଆଚାର୍ଯ୍ୟ ଭୋଗରାଜ ତାଙ୍କର ଅଳଙ୍କାର ସଂଖ୍ୟା 72 ବୋଲି କହୁଛନ୍ତି ଆଚାର୍ଯ୍ୟ ମମକ 60 ଅଧିକ ଅଳଙ୍କାର ସମ୍ପର୍କରେ ଆଲୋଚନା କରୁଛନ୍ତି ବା ରୁଜକ ସେ କହୁଛନ୍ତି 75ଟି ଅର୍ଥ ଅଳଙ୍କାର ଆଉ 10ଟି ଶବ୍ଦ ଅଳଙ୍କାର ରହିଛି ତ ଏ ସମ୍ପର୍କରେ ମଧ୍ୟ ଯେତେବେଳେ ଆମେ ସୂଚନା ପାଉଛେ ବହିରୁ ଗୋଟେ ପାଠକ ଭିତରେ ଆଗ୍ରହ ସୃଷ୍ଟି ମଧ୍ୟ ହବ ଏବଂ ସ୍ୱାଭାବିକ ଯେ ଏଇ ବହିରୁ ମଧ୍ୟ ହଉଛି ଆମକୁ ଦେଖିବା ଧରି ବହିରୁ ମଧ୍ୟ ସହାୟତା ନେଇ ଏଇ ସଂସ୍କୃତ ବହିରୁ କିଛି ମାନେ ଉପାଦାନ ସଂଗ୍ରହ କରିବାର ଗୋଟେ ସାହସ ମଧ୍ୟ ହଉଛି ପାଇଯାଉଛି ଜଣେ ଛାତ୍ର ବା ଜଣେ ଗବେଷକ। ସେଇଥିରେ ଆମେ ଆଉ ଗୋଟେ ବଡ କଥା ହଉଛି ପିଲାମାନଙ୍କୁ ଆଲୋଚନା ଭିତରେ ଅଧିକ ନିମନ୍ତ୍ରଣ କରିବା ପାଇଁ ସାରଙ୍କର ଗୋଟେ ପରିକଳ୍ପନା କରିଛନ୍ତି ଆମେ ସମସ୍ତେ ପଢିଛେ ବା ଜାଣିଛେ ଆମେ ଆପଣ ମାନଙ୍କର ଆଲୋଚନାରେ ଯଦି ହଉଛି ଆମ ପିଲାମାନେ ବିଷୟ ସମ୍ପୃକ୍ତ ନଥିବେ ମୁଁ ମଧ୍ୟ ନଥିଲି କେମିତି ପରେ ପଢିଲା ପରେ ଜାଣିଲି କିନ୍ତୁ ବହିଟି ଦେଖିଲା ବେଳକୁ ସାର୍ ବିଭିନ୍ନ ବନ୍ଧ ସମ୍ପର୍କରେ ସୂଚନା ଦେଇଛନ୍ତି ଯୋଉ ରୀତି ପରମ୍ପରାର ବା ମଧ୍ୟଯୁଗ ସାହିତ୍ୟର ଯୋଉ ଶବ୍ଦ ଗୌରବ ଅର୍ଥ ପ୍ରତିଷ୍ଠି ବା ବିଭିନ୍ନ ହଉଛି କାବ୍ୟ କୋଣାର୍କର ଯୋଉ ହଉଛି ଉପଭୋଗ କରିବାର ଯୋଉ ରସ ଗ୍ରାହୀ ଆତ୍ମାଟି ହବା ଦରକାର ଗୋଟେ ସାର୍ କହୁଥିଲେ ସାମନ୍ତ ସାର୍ କାବ୍ୟ ରସ କାବ୍ୟ ଆମର କାବ୍ୟର ଆତ୍ମାକୁ ମଧ୍ୟ ଚିହ୍ନ କରିବ ତେଣୁ ସେଇ ଚିନ୍ତା ମଧ୍ୟ ଟିକେ ପରିଚିତ ହେବାକୁ ପଡିବ ତେଣୁ ଆମେ ଏଠି କିଛି ବିଭିନ୍ନ ବନ୍ଧର ଦେଇଛନ୍ତି ପରିଚୟ ଏବଂ ବନ୍ଧ ଆଧାରରେ ସାର୍ କେତେବେଳେ ନିର୍ବାଚିତ ଲେଖକଙ୍କର କେତେବେଳେ ବନ୍ଧ ମଧ୍ୟ ତିଆରି କରିବି ଆଉ ଗୋଟେ ଦେଇଛନ୍ତି ଚିତ୍ର ବନ୍ଧ କଥା ଦେଇଛନ୍ତି ସୁନ୍ଦର ଭାବରେ ବିଳାସର ବନ୍ଧକୁ ଦେଇ ବନ୍ଧ କରିଛନ୍ତି ହଉଛି ନାଭ ବନ୍ଧ ମଧ୍ୟ କହିଛନ୍ତି ନାଭ ଏବଂ ନାଗବନ୍ଧ କଥା ଚିତ୍ର ରହିଛି ଗୋଲା ବନ୍ଧ କଥା ରହିଛି ରଥ ବନ୍ଧ କଥା ରହିଛି ଏବଂ ତା ସହିତ ପ୍ରହଳିତ ରହିଛନ୍ତି ରହିଛନ୍ତି ବହୁଲିପି ଅନ୍ତର୍ଲିପି ପ୍ରସ୍ତୁତର ଉପମା ପୂର୍ଣ୍ଣପମା ଏଗୁଡ଼ିକ କଥା ମଧ୍ୟ ଯୋଡ଼ିଛନ୍ତି ଫଳରେ କଣ ହଉଛି ଯେତେବେଳେ ପାଠକଟିଏ ନୀତି ସାହିତ୍ୟକୁ ସମ୍ପୂର୍ଣ୍ଣ ଭାବରେ ବୁଝିବାକୁ ଚାହୁଁଛି ବା ଜାଣିବାକୁ ଚାହୁଁଛି ବା ଧାରଣା ତିଆରି କରିବାକୁ ଚାହୁଁଛି ତା ମନ କାବ୍ୟକାରଙ୍କୁ ଦେଖିବା ପୂର୍ବରୁ ଏ ସମ୍ପର୍କରେ ମଧ୍ୟ ଧାରଣା ତିଆରି ହେଇଯାଉଛି ଯେତେବେଳେ ଏଇ ଧାରଣା ତା ମନ ଭିତରେ ଗୋଟେ ଛାପ ରଖୁଛି କାବ୍ୟଗୁଡ଼ିକ ଅଧ୍ୟୟନ କରିବ ସେତେବେଳେ ସେ ମୂଳ ଦେଖିପାରିବ ଯେ ପ୍ରକୃତରେ ଏ କୃତିଗୁଡ଼ିକ କିମ୍ବା କାବ୍ୟକାରମାନେ କେତେ ଦୂର ସଫଳତାର ସହିତ ପରିବେଷଣ କରିଛନ୍ତି। ତାପରେ ଆମେ ଦେଖିଛୁ ସେ ଉଚିତ କଥା ଆଲୋଚନା କରିଛନ୍ତି ଗୁରୁତ୍ୱପୂର୍ଣ୍ଣ କଥା କାବ୍ୟ ମୀମାଂସା ଆରମ୍ଭ କରି ବଞ୍ଚିତ ବ୍ୟବହାର କଥା କହୁଛନ୍ତି ସବୁଠୁ ବଡ କଥା ହଉଛି ଆମର ପରିଚିତ ଲେଖକ ହଉଛି ନେଇଛନ୍ତି ରସକ ନେଇଛନ୍ତି ଲାଭନ ନେଇଛନ୍ତି ସୁଭଦ୍ରା ନେଇଛନ୍ତି ଏବଂ ଏଇ ଔଚିତ୍ୟ କଥା ନାମଚୁକ୍ୟ ହଉ ଋଣଚୁକ୍ୟ ହଉ ବା ଗାଳକଚୁକ୍ୟ ହଉ ଏଭଳିର ଔଚିତ୍ୟର ପ୍ରୟୋଗ କରାଯାଇଛି ମାନେ କବିମାନେ କହିଛନ୍ତି ସେ କଥା ଆଲୋଚନା କରିଛନ୍ତି ଧାରଣା ଅଛି ଆମେ ଆଲୋଚନା ପ୍ରସଙ୍ଗରେ ଆମେ ସମସ୍ତେ ଶୁଣିଛୁ ଆଲୋଚନା ହଉଛି କଥା ହଉଛି ନାରୀ କଥା ଆଉ
କଥା ଜାଣିଛୁ। ନାୟିକା କେମିତି ନାୟିକା କେମିତି ସାହିତ୍ୟରେ ସାହିତ୍ୟରେ ନାୟିକାର ଆବିର୍ଭାବ ଏବଂ ନାୟିକାର କେମିତି କରାଯାଉଛି, କେମିତି ସଜାଯାଉଛି, କେମିତି କାରିଗର ମାନେ ନିଜର କବିଙ୍କ ପାଣିରେ କେମିତି ହଉଛି ଚଳୁଛନ୍ତି, ସେ ସମ୍ପର୍କରେ ହଉଛି ନାୟିକାର ବ୍ୟବହାର ହେଉଛି। ଏବଂ ନାୟିକାର ବ୍ୟବହାର ଶେଷ କଲା ବେଳକୁ ବିଭିନ୍ନ ପ୍ରକାର ହଉଛି ଅଭିନେତାମାନଙ୍କ ପଇସା ନେଇଛନ୍ତି। ତାପରେ ଚଳଚ୍ଚିତ୍ର ପଥମାନଙ୍କ ହଉ ବା ନାଟକରେ କେମିତି କୁହାଯାଇଛି, ଦର୍ଶକ କରିବା, ନାଟ୍ୟ ଦର୍ପଣରେ, ସାହିତ୍ୟ ଦର୍ପଣରେ, କୁହାଯାଇଛି ଝିଅମାନେ ନାୟିକା ମାନଙ୍କର ହଉଛି ଲକ୍ଷଣ, ତାଙ୍କର ବୟକ୍ରମ, ତାଙ୍କର ଜାତିଗତ କର୍ମଭୋଗ, ମାନ ଦଶା ଚମତ୍କାର ଭାବରେ ଦିଆଯାଇଛି। এই ধরনের যে পরিবারগুলো তারা ଯେଉଁ ସମୟରେ ଆମେ ସୂଚନା କରୁଛୁ ଅବଶ୍ୟ ଗ୍ରହଣ କରାଯାଇଛି ସାହିତ୍ୟ ଦର୍ପଣରେ, ସେ ଦର୍ପଣ ଶୁଣିଲା ବେଳକୁ ଆମେ ଦେଖୁଛୁ ଓଡ଼ିଶା କ୍ଷେତ୍ରରେ ଦିଆଯାଇଛି। ଗୀତ ଗୁରୁଦେବ ଭାଷା କହୁଛନ୍ତି ଆଉ ବିଷୟରେ କରିବା ପାଇଁ ଦର୍ଶକ ରହୁଛି ଦିଆଯାଉଛି। ବାସନ ସଜା ହଉ ବା ବିଲକ୍ଷଣ ନାୟିକା ବିଭିନ୍ନ କଥା କହିବାକୁ ଶୁଭ ପ୍ରାଚ୍ୟ ଶାସ୍ତ୍ରର ନିର୍ଦ୍ଧାରିତ ନିର୍ଦ୍ଦେଶିତ ତଥ୍ୟ ସହିତ ଆମ ଓଡ଼ିଆ କାବ୍ୟକାର ମାନଙ୍କର ବା କାବ୍ୟ ଶିଳ୍ପୀ ମାନଙ୍କର ଆମେ ନାୟିକା ସଫଳ ପରିଚୟ ପାଉଛେ। ତାପରେ ଆମେ ଛାଡ଼ିଦେଇ ସାମାଜିକତାର ସ୍ୱରୂପ ସମ୍ପର୍କରେ ସମାଜ କଥା ଆସୁଛି, ଧର୍ମଗଣନା କଥା କୁହାଯାଉଛି, ବିଭିନ୍ନ ସମ୍ପ୍ରଦାୟର କଥା କୁହାଯାଉଛି, ସମାଜର ସମ୍ପୂର୍ଣ୍ଣ ବିବାହ ହଉ, ବଂଶ ପରମ୍ପରା, କେମିତି ଆମ ଜୀବନରେ ଆମ ଆମ ଧାରାରେ ସାହିତ୍ୟରେ କେମିତି ପ୍ରକାଶିତ ହେଇଛି, କେତେ ସୁନ୍ଦର ଭାବରେ ହଉଛି ପରିବେଷଣ କରାଯାଇଛି, ସେ ମାଧ୍ୟମ ଦେଇକି ତାକୁ ଆଲୋଚନା କରୁଛୁ। ଆଉ ଗୋଟେ ସବୁଠୁ ଆକର୍ଷଣୀୟ ପ୍ରସଙ୍ଗ ହଉଛି ପ୍ରେରଣା ଆସେ, ସଚେତନତା ସୃଷ୍ଟି ହୁଏ, ତାକୁ ଅନ୍ୟ ସମ୍ପର୍କରେ ଆସେ, ସମାଜ ସମ୍ପର୍କରେ କିଛି ନିର୍ଦ୍ଦେଶ ବିଭିନ୍ନ କାର୍ଯ୍ୟ ଚାକିରି ଚାକିରି ରହସ୍ୟକୁ ଆରମ୍ଭ କରି ପରିମଳା ଜନଚିନ୍ତାମୂଳକ ସବୁ ଆଖିକି ଆଉ ଜ୍ଞାନ ଅନୁସାରେ ଦେଇଛନ୍ତି। ବିଭିନ୍ନ କାର୍ଯ୍ୟ କାବ୍ୟ କେବଳ ଆହ୍ଲାଦ ବା ଆନନ୍ଦଦାୟକ ହୋଇନାହିଁ ଏବଂ କାବ୍ୟରେ ଯେଉଁ ନିର୍ଦ୍ଦେଶ ଆସିଛି ବା କାର୍ଯ୍ୟ ସମୁଦ୍ର ଦୈବ ଦେଶରୁ ଆସିଛି, ସେଇଗୁଡ଼ିକ ମଧ୍ୟ ପାଠକ ଅନୁଭବ କରିପାରିବେ। ବ୍ୟବହାର କଲା ବେଳେ କାବ୍ୟ ବ୍ୟବହାର ବେଳେ ଆବଶ୍ୟକତା ସଂଯମତା କରାଯାଉଛି। ବିଭିନ୍ନ କାର୍ଯ୍ୟ ଆଧାରରେ ସେ ସାହିତ୍ୟ କରିବା ବିଭିନ୍ନ ପ୍ରସଙ୍ଗ କାରୁକାର୍ଯ୍ୟ ହୋଇଛି ତାକୁ ବିଭିନ୍ନ ରୂପରେ ଆମେ ପ୍ରତ୍ୟକ୍ଷ କରିଥାଉ। ବିଭିନ୍ନ ରଚନାବୃତ୍ତି ଗଣବୃତ୍ତି ଅନ୍ଦର ଯାହା ଆସିଲା ତା ସହିତ ଆଉ ଏହି ସମୟରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନାୟିକା ନାରୀ ଆସୁଛନ୍ତି ଏବଂ ତା ଭିତରେ ଜାତୀୟ କେମିତି ତା ଭିତରେ ଆସୁଛି ସେ ସମ୍ପର୍କରେ ଆଉ ସବୁବେଳେ ବଡ଼ କଥା ହେଲା ଆମେ ବିଭିନ୍ନ ପ୍ରକାର ବର୍ଣ୍ଣନା ରହୁଛି, ବର୍ଣ୍ଣନା ଚାତୁରୀ ଶିକ୍ଷ ବର୍ଣ୍ଣନା ହଉ ବା କେମିତି କବିତା ମାନେ କେମିତି ଆମର ସମଗ୍ର ଶରୀରର ବିଭିନ୍ନ ଅଂଶ ଯାହା ସହିତ ବର୍ଣ୍ଣନା ଦିଆଯାଉଛି, ଉପମା ଦିଆଯାଉଛି, ସେ ସମ୍ପର୍କରେ ସେ ସୂଚନା ଦେଇଛନ୍ତି। ଗୁଣର ସୌନ୍ଦର୍ଯ୍ୟ ଦେଇଛନ୍ତି, ରୂପର ସୌନ୍ଦର୍ଯ୍ୟ ଦେଇଛନ୍ତି, ନାୟକଙ୍କୁ ମଧ୍ୟ ନାୟକର କେମିତି ଗୁଣ ରହିବା ଦରକାର ସେଇ ଗୁଣର ପ୍ରକାଶ କରିଛନ୍ତି। ପ୍ରକୃତି ସାହିତ୍ୟ ବଡ଼ ପ୍ରକାର ପ୍ରସଙ୍ଗ ହୋଇଥିଲା ପ୍ରେମକୁ ଉଦ୍ଦୀପିତ କରିବା ପାଇଁ ଆସିଛି।
କରିବା ପାଇଁ ପ୍ରକୃତିର ଯୋଉ ବଡ ବଡ ଭୂମିକା ରହିଛି ସେ ପ୍ରକୃତିର ସୁନ୍ଦର କହିକି ସାର୍ ପ୍ରକୃତି କଥା କହିଛନ୍ତି ଏବଂ ବିଭିନ୍ନ ଋତୁଚିତ୍ର କଥା ଦେଇଛି ବିଭିନ୍ନ ଋତୁର ପରିଚୟ ଦେଇଛନ୍ତି। ଏଇଟା ସବୁଠାରୁ ଭାରି ଗୁରୁତ୍ୱପୂର୍ଣ୍ଣ ହେଇଛି ଆମମାନଙ୍କ ପାଇଁ ଯେତେବେଳେ ଆମେ ଗୋଟେ ଆମେ ଆଲୋଚନା କରୁଛେ ଋତୁକାଳ ସହିତ ବସନ୍ତ ଏବଂ ସେଇ ବସନ୍ତ କଥା କହିଲା ବସନ୍ତର ଯେଉଁ ସବୁ ଗୁଣ ଆସୁଛି ପ୍ରକୃତିର ଯୋଉ ଗୁଣାଭାବ ଦେଖାଯାଉଛି ଏବଂ ତାର ପ୍ରଭାବ କେମିତି ନାୟକ ନାୟିକା ଠାରୁ ବଢୁଛି ଉଦ୍ଦୀପିତ ହଉଛି ସେ ସମ୍ପର୍କରେ ସୁନ୍ଦର ଭାବେ ଛୋଟ ସମୀକ୍ଷା କରିକି ଦେଇଛନ୍ତି ଏବଂ ଉଦାହରଣ ଦେଇଛନ୍ତି ଏବଂ ତାପରେ ସାହିତ୍ୟର ଆଧୁନିକ ଅଭିବୃଦ୍ଧି କରିଛନ୍ତି ନିଜସ୍ୱ ଦୃଷ୍ଟିକୋଣରୁ ସେସବୁ କଥା କହିଛନ୍ତି କାଳ ଦେଖିଛନ୍ତି ହଉଛି କବି ଆମର ଲେଖା ଗୁଡ ଦୀର୍ଘ ତାଲିକା ରହୁଛି ମୁଁ ପାଠ ସମ୍ପର୍କ କରିକି ଇଏ କେବଳ ଆମ କାମ ମନ ପାଇଁ ଖାଇ କରୁଥିଲେ ଏ ଗୋଟେ ବହୁତ ଉପାଦେୟ ପୁସ୍ତକ ଆମେ ଘନିଷ୍ଠ ଯାତ୍ରା ଆରମ୍ଭ ହେଇଛି ଆମ ପାଠଟା ପରିସାର କରିଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ଆମେ ଆମର ବର୍ଷ ଠାରୁ ଆମେ ଆଜି ପର୍ଯ୍ୟନ୍ତ ଆମେ ପଢି ଆସିଛୁ ଗୋଟେ ପୃଥିବୀର ଗୁରୁତ୍ୱପୂର୍ଣ୍ଣ ବୋଲି ମୋ ସାର୍ ପାଖରେ ପ୍ରଦର୍ଶିତ ଅଛନ୍ତି ବୋଲି ଏ ବହିଟି ହେଉଛି ପ୍ରକୃତି